ନିଜର ଚାରି ମୁଖରୁ ଚାରି ବେଦ ସୃଷ୍ଟି କଲେ। ସେ ପ୍ରଥମେ ନିଜର ମରିଚି ପ୍ରଭୃତି ପୁତ୍ରମାନଙ୍କୁ ବେଦ ଅଧ୍ୟୟନ କରାଇଲେ। ଦ୍ୱାପର ଯୁଗର ଶେଷ ଭାଗରେ ମହର୍ଷି ବେଦବ୍ୟାସ ବେଦକୁ ଚାରି ଭାଗରେ ବିଭକ୍ତ କଲେ ଓ ଋକ୍, ଯଜୁ, ସାମ ଓ ଅଥର୍ବାଦୀ ଚାରି ସଂହିତା ପ୍ରସ୍ତୁତ କଲେ। ସେ ଯଥାକ୍ରମେ ପୈଳ, ବୈଶମ୍ପାୟନ, ଜୈମିନୀ ଓ ସୁମନ୍ତୁଙ୍କୁ ଋକ୍, ଯଜୁ, ସାମ ଓ ଅଥର୍ବ ବେଦ ଶିକ୍ଷା ଦେଲେ। ପୈଳଙ୍କ ଶିଷ୍ୟ ପ୍ରଶିଷ୍ୟ ଋକ୍ ବେଦର ବିସ୍ତାର ଘଟାଇଲେ। ବୈଶମ୍ପାୟନଙ୍କ ଶିଷ୍ୟ ଯାଜ୍ଞବଲ୍କ୍ୟ କିନ୍ତୁ ଗୁରୁଙ୍କୁ ଅସ୍ୱୀକାର କରି ନୂଆ ଯଜୁର୍ବେଦ ପ୍ରସ୍ତୁତ କରିଛନ୍ତି। ସୁତ ଉବାଚ ଯାଜ୍ଞବଲ୍କ୍ୟଙ୍କ ସ୍ତୁତି ଶୁଣି ସନ୍ତୋଷ ହୋଇ ଦିନମଣି ଅଶ୍ୱରୂପକୁ ଧରି ପୁଣ ଉପଦେଶ କର୍ଣ୍ଣ ମାର୍ଗେଣ ନବୀନ ଯଜୁର୍ବେଦ ଭାଗେ ମୁନିଙ୍କି ଦେଲେ ଶେଷ ରାଗେ। ସେ ଯାଜ୍ଞବଲ୍କ୍ୟ ଯେଉଁ ମୁନି ସେ ବେଦ ଉପଦେଶ ଘେନି ତା ନାମ ବାଜସନି ଦେଲେ ପୁଣ 15 ଶାଖା କଲେ। ସେ 15 ଶାଖା ବାଣୀ ସଂହିତା କରି ପଢ଼େ ପୁଣି କାନ ମାଧ୍ୟନ୍ଦି ନ ପଢ଼ିଲେ ତାଙ୍କ ନାମେଣ ଶାଖା କଲେ। ଏମାନେ ଶିଷ୍ୟ ପୁଣ ଦେଲେ 84 ଶାଖା ହୋଇଲେ। ଅଙ୍ଗୁଳି ରେଖାରେ ଚଳନ ପଦ ଘନ ଜଟା ଭାବେଣ ଗୋପାଳ ସ୍ୱରେଣ ଗାୟନ ଏ ସାମ ବେଦର ବର୍ଣ୍ଣନ। ଏବେ ଅଥର୍ବ ବେଦ ଶୁଣ ଏ ବେଦ କର୍ତ୍ତା ଅଥର୍ବଣ। ଅଥର୍ବ ଋଷି ଆଙ୍ଗିରସ ସୁମନ୍ତୁ ତାହାଙ୍କର ଶିଷ୍ୟ। ସେ ପିତା ଠାରୁ ଉପଦେଶ ସଂହିତା ବିଭାଗେ ବିଶେଷ। କବନ୍ଧ ନାମେ ଶିଷ୍ୟ ଥିଲେ ତାହାଙ୍କୁ ଉପଦେଶ ଦେଲେ। ସେ ପୁଣି 2 ଭାଗ କରି ଶିଷ୍ୟ 2ରେ ସେ ବିସ୍ତାରୀ ପଥ୍ୟ ବେଦ ଦର୍ଶ ଏ 2 ଶିଷ୍ୟଙ୍କୁ କବନ୍ଧ ପଢ଼ାଇ। ବେଦ ଦର୍ଶକଙ୍କର ପୁଣ 4 ଶିଷ୍ୟ ଯେ ବିଦ୍ୟମାନ ବ୍ରହ୍ମ ବଳି ଯେ ଶୌକ୍ଲାୟନୀ ମାଦୋଷ ଯେ ପିପଳାୟନୀ। ଏ 4 ଶିଷ୍ୟରୁ ଅନେକ ପଥ୍ୟଙ୍କର ଶିଷ୍ୟ ସୁନକ କୁମୁଦ ଜାଜଳିଆ ବର କହିବା ଶିଷ୍ୟ ସୁନକର। ବଭ୍ରୁ ସନ୍ଧ ବାୟନ ହେଲେ ଏ 2 ସଂହିତା ପଢ଼ିଲେ। ସାବର୍ଣ୍ଣୀ ପ୍ରଭୃତି ଅନ୍ୟାନ୍ୟ ସୁନକ ଶିଷ୍ୟ ଥିଲେ ପୁଣ। ନକ୍ଷତ୍ର କଳ୍ପ ଶାନ୍ତି କଳ୍ପ ଆଙ୍ଗିରସ ଆଦି କଶ୍ୟପ ସଂହିତା ଆଚାର୍ଯ୍ୟ ଏମାନେ ଅଥର୍ବ ବେଦେ ବିଦ୍ୟମାନେ। 4 ମୂଳ ସଂହିତା ମାନ ସମସ୍ତ କଲୁ ଅଧ୍ୟୟନ। ବେଦମାନଙ୍କ ଅର୍ଥ ପୁଣ ବ୍ୟାସେ 18 ପୁରାଣ। ଯାହା ବର୍ଣ୍ଣନ୍ତି ଋଷିଗଣ ପୁରାଣ ଲକ୍ଷଣ ତା ପୁଣ। ସର୍ଗ ବିସର୍ଗ ବୃତ୍ତି ରକ୍ଷା ହେତୁ ଯେ ମନ୍ୱନ୍ତର ସଂଖ୍ୟା। ବଂଶାନୁଚରିତ ଯେ ସଂସ୍ଥା ଆଶ୍ରୟ ବଂଶର ବ୍ୟବସ୍ଥା। ଏ 10 ଲକ୍ଷଣରେ ଯୁକ୍ତ ବଡ଼ ପୁରାଣ ନାମେ ଖ୍ୟାତ। ସାନ ଉପ ପୁରାଣ ମାନ 5 ଲକ୍ଷଣରେ ବଖାଣ। ବିଷ୍ଣୁ ନିର୍ଗୁଣ ନିରାକାର ତ୍ରିଗୁଣ ଯୁକ୍ତ ସେ ମାୟାର। ତହୁଁ ମହତ ଅହଙ୍କାର ପଞ୍ଚମହାଭୂତ ସଞ୍ଚାର। ଶବ୍ଦାଦିତନ ମାତ୍ର 5 ଇନ୍ଦ୍ରିୟ 11 ସଞ୍ଚ। ଏମାନଙ୍କର ଉତ୍ପତ୍ତି ଏ ସର୍ବେ ସର୍ଗ ଯେ ବୋଲାନ୍ତି। ଏହାଙ୍କ ସଙ୍ଗତରେ ପୁଣ ପୁରୁଷ ସଂଯୋଗ ଭାବେଣ। ଏହାଙ୍କ ବାସନାର ଅଙ୍ଗ ସ୍ଥାବର ଜଙ୍ଗମ ପତଙ୍ଗ କୀଟ ଆଦି 4 ଉତ୍ପତ୍ତି ଏମାନେ ବିସର୍ଗ ବୋଲାନ୍ତି। ପ୍ରାଣୀମାନଙ୍କ ଯେ ପ୍ରକୃତି ଜୀବିକା ଆଚାରାଦି ଗତି ଏ ସର୍ବବୃତ୍ତି ଯେ ବୋলাই ପୁରାଣ ଲକ୍ଷଣ ଯେ କହି।
ब्रह्म मुहूर्त उत्पन्ने ए ब्रह्म मुहूर्त के पूर्ण मनंतर हुए प्रमाण ए मनंतर से बोलाई आन मनु वंश बढ़ई सृष्टि करंती आत जात एमंत वंशानुचरित ए समय रे वासुदेव सट जे रूप रे संभव मनु देवता मनु पुत्र ये सर्वे ब्रह्मार जे गोत्र इंद्र सप्त ऋषि पंचम अवतार लीला षष्ठेण हेमंत भावे वासुदेव संसारे उत्पत्ति संभव मन्मंत्र अधिकार बोली पुराण लक्षण कहिली ए राजा मानंक वंशरे ब्रह्म ऋषि देव अंशरे गंधर्व चारण किन्नरे जेते उत्पत्ति ए संसारे ताहांकु वंश बोली कही तांक चरित अबाजेही वंशानुचरित ता नाम शुण सौनक देई मन अविद्या जोग माया नाम ता कर्मे जेते उत्पन्न ताहा हेतु बोली कही जोग माया गुण रे मोही जीव ब्रह्मांड मध्ये होई प्रकृति भावे संचरई ब्रह्मरे लीन होए पूर्ण ताहाको अपाश्रय जान आकारादि जे व्यवस्था रे संजोग विजोग प्रकारे आश्रय जानी बटी सेही दशम लक्षणटी एही ए सर्व मायार वासना सबु वासुदेव रचना एमंते 10 लक्षण रे युक्त पुराण मानंकरे इथे अछंती बड़ साना शुण से अष्टादश नाम ब्रह्मजी विष्णु लिंग शिव गरुड़ नारद ए भाव आग्नेय स्कंद भागवत भविष्य ब्रह्म वैवर्त मारकंडेय जे वामन वराह मत्स्य जे कुरुम ब्रह्मांड पद्म जे पुराण एमंते अष्टादश जान अष्टादश पुराण सार श्री भागवत नाम जार ए अष्टादश जे पुराण 4 लक्ष ए ग्रंथ पूर्ण अष्टादश उपपुराण एहंक नाम मन शुण